हेलो गाइस समस्त को प्रेज लॉर्ड। मु आशा करे आपण माने भल अछंती। आपण माने जानथिबे वर्तमान सोशल मीडिया रे सनातनी मूवी को नहीं जो प्रकार भाइराल होची। तो गोटे स्टूडियो रे तपी मिश्र भाई गोटे क्वेश्चन करथिले गोटे भाई से भाई को जे प्रभु जीशु ख्रीस्ट 12 वर्ष रु 30 वर्ष पर्यंत कोठी थिले। तो चलନ୍ତୁ ଦେଖିବା ଆଉ କୋଉଠି ଥିଲେ ଆଉ ଗୋଟେ ପାଷ୍ଟର ତାଙ୍କେ କଡ଼ା ଜବାବ ଦେଇଛନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ 12 ରୁ 30 ବର୍ଷ ପର୍ଯ୍ୟନ୍ତ କୋଉଠି ଥିଲେ ସେମାନେ ଜାଣିବା ଦରକାର। ତ ଭିଡ଼ିଓ ଦେଖନ୍ତୁ, ଶେଷରେ ଆମେ କଥା ହେବା। ଟ୍ୟୁଟୋରିଆଲ ଆଜିର ଅଧ୍ୟାୟରେ ମୁଁ ସ୍ୱାଗତ ଜଣାଏ। ଆଜି ଆମେ ସତ୍ୟ ସମାଚାରର 26ଟି ଅଧ୍ୟାୟକୁ ଆସିଛୁ। 26ତମ ଅଧ୍ୟାୟକୁ ଆମେ ଆସିଛୁ। ଆଉ ସତ୍ୟ ସମାଚାର ବାଇବଲର ସତ୍ୟାସତ୍ୟକୁ ଜାଣିବା ପାଇଁ ଆମମାନଙ୍କୁ ସାହାଯ୍ୟ କରୁଛି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ବିବାଦର ବିଷୟ ନୁହନ୍ତି, ବିଶ୍ୱାସର ବିଷୟ ନୁହନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ବିବାଦର ବିଷୟ ନୁହନ୍ତି, ବିଶ୍ୱାସର ବିଷୟ ଅଟେ। ଆଉ ବାଇବଲରେ ଯାହା ଗୁଡ଼ିକ ଲେଖାଯାଇଛି ଏଇଥିପାଇଁ ଲେଖାଯାଇଛି ଯେପରି ଆପଣ ଆଉ ମୁଁ ପଢିବୁ ଆଉ ପରିତ୍ରାଣ ପାଇବୁ। ଆଜି ଆମେ ସତ୍ୟ ସମାଚାରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଷୟରେ ଆମେ ଅଧ୍ୟୟନ କରିବା। ପ୍ରସଙ୍ଗ ହଉଛି ଯୀଶୁ ଖ୍ରୀଷ୍ଟଙ୍କ ଅଜ୍ଞାତ 18 ବର୍ଷର ସତ୍ୟତା। ଯୀଶୁ ଖ୍ରୀଷ୍ଟଙ୍କ ଅଜ୍ଞାତ 18 ବର୍ଷର ସତ୍ୟତା। ଯେଉଁମାନେ କିଛି ଜାଣନ୍ତି ନାହିଁ ଯୀଶୁଙ୍କ ବିଷୟରେ, ସେମାନେ ଗୋଟେ କଥା କୁହନ୍ତି, ଯୀଶୁ ଖ୍ରୀଷ୍ଟ 12 ବର୍ଷରୁ 30 ବର୍ଷ ମଧ୍ୟରେ କୋଉଠି ଥିଲେ ସେଇଟା କୁହ। ଯେତେବେଳେ ସେଇଟା ପଚାରି ଦିଅନ୍ତି, ଲୋକମାନେ କୁହନ୍ତି ଆରେ ତମେ ଜାଣିନୁ ସେଇଟା। ସେତେବେଳେ ସେମାନେ କୁହନ୍ତି ନାଇଁ ନାଇଁ, ଯୀଶୁ କୋଉଠି ଆସିଥିଲେ ଜାଣିଛ? ଯୀଶୁ ପୁରୀକୁ ଆସିଥିଲେ। ଯୀଶୁ ଆସିଥିଲେ, ପୁରୀକୁ ଆସିଥିଲେ। ଆଉ ଆମର ଶଙ୍କରାଚାର୍ଯ୍ୟ ମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସେ ଦୀକ୍ଷା ଗ୍ରହଣ କରି ଯାଇଥିଲେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥିଲେ ହିନ୍ଦୁ, ସେ ଥିଲେ ସନାତନୀ ହିନ୍ଦୁ। এইটা ବି କହି ପକାନ୍ତି। ଆମ ଲୋକମାନେ ଚୁପ ହେଇଥିବେ ପରା ଲାଗୁଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ କିଏ ଥିଲେ ବାଇବଲ ପ୍ରକାଶ କରେ। ଆଉ ଆମେ କହୁଥିଲେ, ଆପଣ ଗୋଟେ ପୁସ୍ତକ ଖୋଲନ୍ତୁ, ଜହନ 20 ପର୍ବ ତାର 30 ଆଉ 31। ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇନାହିଁ। କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଅଛି। କଣ ପାଇଁ ଲେଖା ହେଇଛି? ଯେପରି ଆପଣ ପଢିବେ, ଜାଣିବେ ଆଉ ବିଶ୍ୱାସ କରିବେ, ଆଉ କଣ ଜୀବନ ପ୍ରାପ୍ତ ହେବେ। এইଥିପାଇଁ ଲେଖା ହେଇଛି। ବିନଷ୍ଟ ହେବେ ସେଥିପାଇଁ ଲେଖା ହେଇନାହିଁ। ଆଉ ବାଇବଲ ଗୁଡିଏ ବିଷୟ ପ୍ରକାଶ କରେ, ଆଉ ଗୁଡିଏ ବିଷୟରେ ନୀରବ ମଧ୍ୟ ରହିଛି। କିନ୍ତୁ ନୀରବତା ମଧ୍ୟରେ ସୁଦ୍ଧା ଆପଣ ସତ୍ୟତା ପାଇପାରିବେ। ଆଜି ଆମେ ଯୀଶୁ ଖ୍ରୀଷ୍ଟଙ୍କର ଅଜ୍ଞାତ 18 ବର୍ଷର ସତ୍ୟତାକୁ ଆମେ ଅଧ୍ୟୟନ କରିବା ପାଇଁ ଯିବା। ଆଉ ସେଇଟା ଅଧ୍ୟୟନ କରୁ କରୁ ଆମେ ସମ୍ପୂର୍ଣ୍ଣ ଭାବରେ ଯୀଶୁ ଖ୍ରୀଷ୍ଟଙ୍କର ଜଗତର ରହଣୀ କାଳର 33 ବର୍ଷର ସମସ୍ତ ବିଷୟକୁ ଆମେ ଧ୍ୟାନ କରିବା। এই ବାକ୍ୟକୁ ଆପଣ ନିଜେ ଶୁଣିବେ। ଆଉ ଆପଣ ଯେତିକି ରିଲେଟିଭକୁ ଜାଣିଛନ୍ତି, ସେ ଖ୍ରୀଷ୍ଟିଆନ ହୁଅନ୍ତୁ କି ଅଣ ଖ୍ରୀଷ୍ଟିଆନ ହୁଅନ୍ତୁ, ଆପଣ ପଠାନ୍ତୁ। ଆଉ ଯଦି ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲ ଅଛି, ୟୁଟ୍ୟୁବ ଚ୍ୟାନେଲରେ ବି ପକାନ୍ତୁ। ଏ ବାକ୍ୟକୁ ଯେତିକି ୟୁଟ୍ୟୁବ ଚ୍ୟାନେଲରେ ପକେଇ ପାରିବେ ପକାନ୍ତୁ। କାରଣ ମୁଁ ଏଟାକୁ ମନିଟାଇଜେସନ କରି ନାହିଁ ଯେ ଆପଣଙ୍କୁ ଇଏ କଟିବ, କିଛି କଟିବନି। ଆପଣ ଆରାମରେ ଆପଣଙ୍କ ଚ୍ୟାନେଲରେ ପକେଇ ପାରିବେ। ଲୋକ ଜାଣିବା ଦରକାର ଯେ ଯୀଶୁଙ୍କର ସେ 18 ବର୍ଷ ସେ କୋଉଠି କାଟିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଇତିହାସରେ ବା ଭୂଗୋଳରେ, ଐତିହାସିକ ଭାବରେ କି ଭୌଗୋଳିକ ଭାବରେ କେବେ ବି ଭାରତକୁ ଆସିନାହାନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭାରତକୁ ଆସିବାର ପ୍ରଶ୍ନ ବି ନଥିଲା।
କୋଉ ପଣ୍ଡିତ ପାଖରୁ ଶିକ୍ଷା ଗ୍ରହଣ କରିବାକୁ ଆସିବାର ଆବଶ୍ୟକ ନଥିଲା। କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସମୟରେ ହିଁ ପଣ୍ଡିତ ମାନେ ତାଙ୍କୁ ପ୍ରଣାମ କରିବାକୁ ଯାଇଥିଲେ। ଯୋଉ ଯୀଶୁଙ୍କୁ, ଯୋଉ ଶିଶୁ ଯୀଶୁଙ୍କୁ ପଣ୍ଡିତ ମାନେ ପୂର୍ବ ଦେଶ କହିଲେ ଭାରତ ମଧ୍ୟ ବୁଝାଉଛି, ପୂର୍ବ ଦେଶର ପଣ୍ଡିତ ମାନେ ଗୋଟେ ଦଳ ହେଇକି, ଯେମାନେ ଏଷ୍ଟ୍ରୋଲୋଜି ବିଷୟ ଜାଣନ୍ତି, ସେମାନେ ତାରାକୁ ଦେଖି ସମସ୍ତ ବିଷୟ ଗଣନା କରି ଜାଣନ୍ତି, ସେମାନେ ପ୍ରଣାମ କରିବାକୁ ଯାଇଥିଲେ। ତ ଯୋଉ ଶିଶୁ ଯୀଶୁଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଯାଇଛନ୍ତି, ସେଇ ଶିଶୁ ଯୀଶୁ ବଡ ହେଲା ପରେ କୋଉ ପଣ୍ଡିତ ପାଖରେ ଶିକ୍ଷା ଗ୍ରହଣ କରିବାକୁ ଆସିବେ ନାହିଁ। ଆଉ ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଶିକ୍ଷା କୌଣସି ଭାରତର ପଣ୍ଡିତ ବା ଦାର୍ଶନିକ ବା ଶଙ୍କରାଚାର୍ଯ୍ୟ ବା ଧର୍ମଗୁରୁ ସହିତ ମିଶେ ନାହିଁ। ତାଙ୍କର ଆଶ୍ଚର୍ଯ୍ୟ କର୍ମ ଅନନ୍ୟ ଥିଲା। ଯୀଶୁଙ୍କର ଜନ୍ମ ଆଶ୍ଚର୍ଯ୍ୟ ଥିଲା, ତାଙ୍କର ଶିକ୍ଷା ବି ଆଶ୍ଚର୍ଯ୍ୟ ଥିଲା, ତାଙ୍କର କାର୍ଯ୍ୟ ବି ଆଶ୍ଚର୍ଯ୍ୟ ଥିଲା, ତାଙ୍କର ଜୀବନ ବି ଆଶ୍ଚର୍ଯ୍ୟ ଥିଲା। ଆଉ ତାଙ୍କର ମୃତ୍ୟୁ ମଧ୍ୟ ଆଶ୍ଚର୍ଯ୍ୟ। ଆଉ ମୃତ୍ୟୁ ପରେ ସେ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇଥିଲେ। ଭାରତର କୌଣସି ବ୍ୟକ୍ତି, ଏପରିକି କୌଣସି ଦେବଦେବୀ ବା କୌଣସି ଶଙ୍କରାଚାର୍ଯ୍ୟ ବା କୌଣସି ଧର୍ମଗୁରୁ ମରିକରି ଉଠି ନାହାନ୍ତି ଯେ ତାଙ୍କଠୁ ବିଦ୍ୟା ଶିଖିବେ। ଆଉ ମୁଁ ଆଜି ଆପଣଙ୍କୁ ଧର୍ମଶାସ୍ତ୍ର ବାଇବଲରେ ଯାହା ଯାହା ଲେଖା ଯାଇଛି, ତାଙ୍କର ଜନ୍ମରୁ ତାଙ୍କର ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ପ୍ରତିଟି ବିଷୟ ଟିକିନିକି ଭାବରେ କହିବା ପାଇଁ ଚାହେଁ। ଆଉ ଏଇଟା ପ୍ରତ୍ୟେକ ଖ୍ରୀଷ୍ଟିଆନ ଜାଣିବା ଦରକାର। ଆଉ ପ୍ରତ୍ୟେକ ଯେଉଁମାନେ ଯୀଶୁକୁ ବିଶ୍ୱାସ କରନ୍ତି ନାହିଁ, ସେମାନେ ବି ଜାଣିବା ଦରକାର। ଯୀଶୁ ଖ୍ରୀଷ୍ଟ ଯେ ଜନ୍ମ ହେବାରୁ ଅଛନ୍ତି ତାହା ନୁହଁ, ସେ ଥିବାରୁ ଜନ୍ମ ହେଇଛନ୍ତି। ତାଙ୍କ ଦ୍ଵାରା ସମସ୍ତ ବିଶ୍ଵ ସୃଷ୍ଟି ହେଲା। ଆମେ ପ୍ରଥମେ ସେ ପଦଟା ପଢିଯିବା, ଯୋହନ ତାର ପ୍ରଥମ ଅଧ୍ୟାୟ 3 ପଦ। ଯୋହନ ପ୍ରଥମ ଅଧ୍ୟାୟ ତାର 3 ପଦ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଏଇଠି ଆମେ ଜାଣୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଏ? ସେ ସୃଷ୍ଟିକର୍ତ୍ତା ଅଟନ୍ତି। ସେ କିଏ ଅଟନ୍ତି? ସେ ସୃଷ୍ଟିକର୍ତ୍ତା ଅଟନ୍ତି। ସେ ସୃଷ୍ଟିକର୍ତ୍ତା। ଆଉ ସେ କଣ କଲେ? ସେ ଦେହ ଧାରଣ କରି ଜଗତକୁ ଆସିଲେ। ଯଦି ଆପଣ ଦେଖିବେ, ଆପଣ ତାର 18 ପଦ ପଢନ୍ତୁ। କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କୁ କେହି କେବେ ଦେଖିନାହିଁ। ଯଦି ଈଶ୍ୱରଙ୍କୁ କେହି କେବେ ଦେଖି ନାହାନ୍ତି, ଆମ ଦେଶର ଲୋକମାନେ କାହାକୁ ଦେଖିଛନ୍ତି? ତୁମେ କାହାକୁ ଦେଖିଲ ଯେ ଏତେ ଆକୃତି ମନେ ପକେଇଲ? ଈଶ୍ୱରଙ୍କୁ ତ କେହି କେବେ ଦେଖି ନାହାନ୍ତି, ତୁମେ କାହାକୁ ଦେଖିଲ? ଭାଇ ଭଉଣୀ ମାନେ, ଯେତେବେଳେ ଲୋକମାନେ, ଶିକ୍ଷିତ ଲୋକମାନେ ପଚାରନ୍ତି, ଆମେ ଉତ୍ତର ବି ଦେଇପାରୁନୁ। ଆମେରିକାର ଜନସଂଖ୍ୟା 34 କୋଟି, ଆମର ଦେବଦେବୀ ଏକା 33 କୋଟି। କିନ୍ତୁ ଆମେ ଏତେ ଥାଇକି ମଧ୍ୟ ଆମେରିକା ସହିତ ସମାନ ନାହିଁ। ସେ ସୁପର ପାୱାର, ସେ ଜ୍ଞାନରେ, ସେ ଧନରେ, ସବୁରେ ନମ୍ବର 1। ଆମର 33 କୋଟି ଥାଇ ମଧ୍ୟ କିଛି କାମ କରୁନି। ଅବାନ୍ତର ବିଷୟ ଗୁଡାକ ଲୋକମାନଙ୍କ ଉପରେ ଲୋକମାନେ ଲଦିବା ପାଇଁ ଚାହାନ୍ତି। ଏଠି ଆମେ ଦେଖୁ କେହି କେବେ ଈଶ୍ୱରକୁ ଦେଖିନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେହ ଧାରଣ କରି ଜଗତକୁ ଆସିଲେ, ଯେ ଜଗତର ସୃଷ୍ଟିକର୍ତ୍ତା। ପ୍ରଥମ ବିଷୟ, ଆମେ ଯୀଶୁ ଖ୍ରୀଷ୍ଟଙ୍କର ଅଜ୍ଞାତ ସେ 18 ବର୍ଷର ଅଧ୍ୟୟନ କରିବା ସମୟରେ ପ୍ରଥମେ ଆମେ ତାଙ୍କର ଜନ୍ମରୁ ଦେଖିବା। ଆଉ ଏଇଟା ମନେ ରଖିଥାନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହେବାରୁ ନାହାନ୍ତି, ସେ ଥିବାରୁ ଜନ୍ମ ହେଇଛନ୍ତି। ଆଉ ଭାରତର ଯେତେ ରାଜା ମାନଙ୍କୁ ଦେଖିବେ, ତାଙ୍କର ବଂଶାବଳୀ ନାହିଁ। ଅଧିକା ତାଙ୍କର ବାପାର ବାପା, ତାର ବାପା ଗୋଟେ ଆସିପାରିବ। ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ବଂଶାବଳୀ, ଯେ ମାନବ ଭାବରେ ଯେ ଆସିଲେ, ମାନବୀୟ ସମ୍ପୂର୍ଣ୍ଣ ହିଷ୍ଟ୍ରି ଅଛି। ଯୀଶୁ ଇତିହାସ ଅଟନ୍ତି, କାଳ୍ପନିକ ନୁହନ୍ତି। ଯୀଶୁଙ୍କର ଜନ୍ମ ରେକର୍ଡ କରାଯାଇଛି। ଇଟ୍ ଇଜ ରେକର୍ଡେଡ। ତାଙ୍କର ଜନ୍ମ ରେକର୍ଡ କରାଯାଇଛି। ଆପଣ ଯଦି ଦେଖିବେ, ଲୁକ ତାର 2 ପର୍ବ ପ୍ରଥମ 3 ପଦ।
ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା। ସୁରିଆର ଶାସନକର୍ତ୍ତା କିରଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା। ସେଥି ନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ। ଚାରିପଦ ପୁଣି ଜୋସେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଜିହୁଦା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ। ତାପରେ 11 ପଦ ପଢନ୍ତୁ। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଏଠି ରେକର୍ଡ କରୁଛନ୍ତି ଲୁକ। ଲୁକ ଜଣେ ବୈଦ୍ୟ ଥିଲେ, ଡକ୍ଟର ଥିଲେ, ତା ସହିତ ଇତିହାସ ଲେଖିବା ବ୍ୟକ୍ତି ବି ଥିଲେ, ଗୋଟେ ହିଷ୍ଟୋରିଆନ ଥିଲେ। ଆଉ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଇତିହାସକୁ ସେ ଲେଖୁଛନ୍ତି। ସମ୍ପୂର୍ଣ୍ଣ ଜୀବନୀକୁ ଲୁକ ତାଙ୍କର 2ଟି ପୁସ୍ତକରେ ଲେଖୁଛନ୍ତି। ଲୁକ 2ଟି ପୁସ୍ତକ ଲେଖିଛନ୍ତି। ସେ ଜଣେ ଅଣଜିହୁଦୀ ଥିଲେ, ଆଜିର ଭାଷାରେ କହିଲେ ଅଣଖ୍ରୀଷ୍ଟିଆନ ଥିଲେ। ଯେତେବେଳେ ପ୍ରଭୁଙ୍କୁ ଜାଣିଲେ, ସେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରୁ ଆରମ୍ଭ କରି ଯୀଶୁ ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ଆଉ ଦ୍ୱିତୀୟ ଆଗମନ ସବୁ ବିଷୟ ସେ ଲେଖନ୍ତି। କମ୍ପ୍ଲିଟ ହିଷ୍ଟ୍ରି ଲେଖନ୍ତି, କମ୍ପ୍ଲିଟ ଜୀବନୀ ଲେଖନ୍ତି। ତ ଏଠି ଆମେ ଦେଖୁଛୁ, ଯାହା ପଢିଲୁ ଲୁକ 2 ପର୍ବ ତାର 1 ପଦରୁ 4 ପଦ ଆଉ 11 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ରେକର୍ଡ ହେଇଛି। ସେ ବେଥଲିହିମରେ ଜନ୍ମଗ୍ରହଣ କଲେ, ନାଜରିତର ବେଥଲିହିମରେ। ଆଉ ଏଇଟା ମଧ୍ୟ ଜନ୍ମଗ୍ରହଣ କରିବେ ବୋଲିକି ମିଖା ତାର 5 ପର୍ବ 2 ପଦରୁ ଆଗରୁ ଲେଖା ହେଇଛି, 550 ବର୍ଷ ପୂର୍ବରୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇଠି ଜନ୍ମଗ୍ରହଣ କଲେ। ଏଇଟା ପ୍ରଥମ ବିଷୟ ରେକର୍ଡ କରନ୍ତି। ତାପରେ 2 ପର୍ବ 21 ପଦ, ଲୁକ 2 ପର୍ବ 21 ପଦ। ତାହାଙ୍କୁ ସୁନ୍ନତ କରିବା ସକାଶେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତେ ତାହାଙ୍କର ନାମ ଯୀଶୁ ଦିଆଗଲା। ଏହି ନାମ ତାହାଙ୍କ ଗର୍ଭସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସ୍ଥାନରେ ଅଷ୍ଟମ ଦିନରେ ସୁନ୍ନତ ହଉଛନ୍ତି। ଜିହୁଦୀ ମାନଙ୍କର ରୀତି ଅନୁସାରେ, ପରମ୍ପରା ଅନୁସାରେ ଅଷ୍ଟମ ଦିନରେ ଯୀଶୁଙ୍କର ଜନ୍ମ କଥା ଲେଖାଯାଉଛି। ଆଉ ଅଷ୍ଟମ ଦିନରେ ସେ ସୁନ୍ନତ ହେଲେ। ଆଉ ତାଙ୍କୁ ସେଇ ଦିନ ତାଙ୍କୁ ନାମ ବି ଦିଆଯାଉଛି, ନାମକରଣ କରାଯାଉଛି, ଯୀଶୁ ଦିଆଯାଉଛି। ଆଉ ଯୀଶୁ ଏଇଟା ଲୋକମାନେ ଦେଇନାହାନ୍ତି। ଯୀଶୁ ନାମଟା ଲୋକମାନେ ଦେଇନାହାନ୍ତି। ଯଦି ଅନ୍ୟ ରାଜା ମାନଙ୍କର ନାମ ଅନ୍ୟମାନେ ଦେଇଛନ୍ତି, ଅନ୍ୟମାନଙ୍କ ନାମ ଅନ୍ୟମାନେ ଦେଇଛନ୍ତି, ଯୀଶୁଙ୍କ ନାମ ଲୋକମାନେ ଦେଇନାହାନ୍ତି। ଯୀଶୁଙ୍କର ଜନ୍ମ ପୂର୍ବରୁ এই নামটা প্রদান କରାଯାଇଛି, ଯୋଉଟା ଆମେ ମାଥ୍ୟୁ ତାର 1 ପର୍ବ 21 ପଦରେ ବି ପଢୁ। ମାଥ୍ୟୁ 1 ପର୍ବ 21 ପଦ। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। କଣ କରିବେ? ସେ ଆପଣା ଲୋକ ମାନେ କୋଉ ଲୋକ? ଯୋଉମାନଙ୍କୁ ସେ ସୃଷ୍ଟି କରିଛନ୍ତି, ନିର୍ମାଣ କରିଛନ୍ତି, ସେ ସେଇ ଲୋକମାନଙ୍କୁ ପରିତ୍ରାଣ କରିବେ। ଯୀଶୁ ନାମର ଅର୍ଥ ହଉଛି ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା, ସେଭିୟର। ଯଦି ଆମେ ଯୀଶୁ ନାମଟା ନେଉଛୁ, ଆମେ ଜାଣିବା ଦରକାର ଏ ନାମ ହିଁ ତ୍ରାଣକର୍ତ୍ତା ନାମ। ଆଉ ଅନ୍ୟ ନାମରେ ପରିତ୍ରାଣ ନାହିଁ, ଅନ୍ୟ ନାମରେ ମୁକ୍ତି ନାହିଁ। ଏଇଟା ଶାସ୍ତ୍ର ଲେଖା। ଆମର ଇଚ୍ଛାରେ ଆମେ ତାକୁ ପୂଜା କରିପାରୁ, ପ୍ରାର୍ଥନା କରିପାରୁ, ଗ୍ରହଣ କରିପାରୁ, ଗର୍ବ କରିପାରୁ, କିନ୍ତୁ ପରିତ୍ରାଣ କେବଳ ଯୀଶୁଙ୍କ ନାମରେ ଅଛି, ଦ୍ୱିତୀୟ ନାମରେ ନାହିଁ। ଏଇଟା ଆମେ ଯଦି ଦେଖିବା, ପ୍ରେରିତ 4 ପର୍ବ 12 ପଦ ଲେଖାଯାଉଛି। ପଢିବେ ଟିକେ, ପ୍ରେରିତ 4 ପର୍ବ 12 ପଦ। ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ଲେଖାଯାଉଛି ଆଉ କୌଣସି ନାମ ଦିଆଯାଇନାହିଁ, ଶାସ୍ତ୍ର ଲେଖାଯାଇଛି। ଯଦି ଯୀଶୁ ସମସ୍ତଙ୍କ ପାଇଁ, ବାଇବଲ ମଧ୍ୟ ସମସ୍ତଙ୍କ ପାଇଁ। ବାଇବଲ କେବଳ ଖ୍ରୀଷ୍ଟିଆନ ମାନଙ୍କର ଧର୍ମ ଗ୍ରନ୍ଥ ନୁହେଁ, ବାଇବଲ ସମସ୍ତଙ୍କ ପାଇଁ। ଜଣେ ମଣିଷ ଭାବରେ ସେ ନିଶ୍ଚିତ ଭାବରେ ସେ ଯୀଶୁକୁ ଗ୍ରହଣ କରନ୍ତୁ ବା ନ କରନ୍ତୁ, ବାଇବଲ ପଢିବା ଦରକାର, ଯେବେ ସେ ସତ୍ୟତାକୁ ଜାଣିପାରିବେ। ବିନା ବାଇବଲରେ ଈଶ୍ୱରକୁ ଜାଣି ହବନି। ଈଶ୍ୱର କିଏ ବିନା ବାଇବଲରେ କୌଣସି ମନୁଷ୍ୟ ଜାଣିପାରିବନି।
ବାଇବଲ ହିଁ ସମ୍ପୂର୍ଣ୍ଣ ଈଶ୍ୱରକୁ ପ୍ରକାଶ କରେ। ବାଇବଲ ହଉଛି ମାନବ ସମାଜର ସମ୍ପୂର୍ଣ୍ଣ ଇତିହାସ। ମାନେ ମନୁଷ୍ୟ ସୃଷ୍ଟି ହେଲା, ପୃଥିବୀ କେମିତି ସୃଷ୍ଟି ହେଲା, ପୃଥିବୀ କେମିତି ବିନଷ୍ଟ ହବ, ତାପରେ କଣ ହବ, ମୃତ୍ୟୁ ପରେ କଣ ହବ, ସବୁ ବିଷୟ। ମନୁଷ୍ୟ କେମିତି ସୃଷ୍ଟି ହେଲା, ଧୂଳିରୁ ତିଆରି ହେଲା। ଆଉ ମଣିଷ ଜନ୍ମ ହେବା ପାଇଁ 84,000 ଜନିରେ ପ୍ରବେଶ କରିବାର ଆବଶ୍ୟକ ନାହିଁ। ସେ ମୃତ୍ତିକାରୁ ତିଆରି ହେଇଛି, ସେ ମୃତ୍ତିକାରେ ମିଶିବ, ତାପରେ ତାର ବିଚାର ହବ। ସେ ଅନନ୍ତ ସ୍ୱର୍ଗକୁ ଯିବ, ନହେଲେ ଅନନ୍ତ ନରକକୁ ଯିବ। ଏଠି ଆମେ ଦେଖୁ ଯୀଶୁ ଖ୍ରୀଷ୍ଟ ଅଷ୍ଟମ ଦିନରେ ସୁନ୍ନତ ହେଲେ, ଏଇଟା ମଧ୍ୟ ରେକର୍ଡେଡ। ତାପରେ ଲୁକ 2 ପର୍ବ 40-41। ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ। ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜିରୁସାଲମକୁ ଯାଉଥିଲେ। ଏଠି 12 ବର୍ଷ କଥା ଲେଖା ହେଇଛି। କଣ ଲେଖା ଅଛି? ଆପଣ 40-41-42 ବି ପଢିଲେ, ଆଉ ଥରେ ପଢନ୍ତୁ 40-41-42। ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ। ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲମକୁ ଯାଉଥିଲେ। ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ପ୍ରତିବର୍ଷ, ଏବେ 12 ବର୍ଷ ବୟସରେ, ଏବେ ଦେଖିଲୁ ଆମେ ଯୀଶୁଙ୍କର ଜନ୍ମ ଲେଖା ଯାଉଛି, ଅଷ୍ଟମ ଦିନ ସୁନ୍ନତ ହେଲେ, ଆଉ 12 ବର୍ଷ ବୟସରେ ସେ କୋଉଠି ଆସିଛନ୍ତି, ପୁଣି ଥରେ ଜେରୁସାଲେମ ଯାଉଛନ୍ତି। ସେମାନେ ରୀତି ଅନୁସାରେ ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ କୋଉଠିକି ଯାଉଥିଲେ, ଜେରୁସାଲେମକୁ ଯାଉଥିଲେ। ଏବେ 12 ବର୍ଷ କଥା ଲେଖା ହେଇଛି। ଆଉ ଏଇ ଘଟଣା ଆମେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ସମୟରେ କଣ ହଉଛି, ଆପଣ ଟିକେ ପଢିବେ ତାର 46 ପଦ 47 ପଦ। 3 ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ। ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ 12 ବର୍ଷ ବୟସରେ ସେ ପଣ୍ଡିତ ମାନଙ୍କ ସହିତ କଥା ହେଲେ, ପଣ୍ଡିତ ମାନେ ନିରୁତ୍ତର ହେଉଥିଲେ, ଆଚମ୍ବିତ ହଉଥିଲେ। ପଣ୍ଡିତ ମାନଙ୍କ ସହିତ ଯୋଉ ଯୀଶୁ 12 ବର୍ଷ ବୟସରେ ବସି ଆଲୋଚନା କରିପାରୁଛନ୍ତି, ସେ ଓଡିଶାକୁ ଆସିବାର ଆବଶ୍ୟକ ନାହିଁ। ଆପଣ ଯଦି ଇତିହାସ ବି ପଢିବେ ବା ଭୂଗୋଳ ବି ଦେଖିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭୌଗୋଳିକ ଭାବରେ ମଧ୍ୟ କେବେ ମଧ୍ୟ ସେ ଭାରତକୁ ଆସିନାହାନ୍ତି। ଏଠି ଆମେ ଦେଖୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 12 ବର୍ଷ ବୟସରେ ତାଙ୍କୁ ଜେରୁସାଲେମକୁ ନିଆଗଲା। ଆଉ ସେଇଠି ସେ ପ୍ରାୟ 3 ଦିନ ପର୍ଯ୍ୟନ୍ତ ଭିଡ ସକାଶେ ଖୋଜି ପାରିଲେ ନାହିଁ। ଏମାନେ ଭାବିଲେ ଯେ ପ୍ରଭୁ ଯୀଶୁ ସମସ୍ତ ଆସି ଯାଇଛନ୍ତି, ସେମାନେ ଗୁଡେଇ ବାଟ ଆସିଲେ, ପୁଣି ଫେରିକି ଗଲା ପରେ ଯୀଶୁଙ୍କୁ ସେମାନେ ମନ୍ଦିରରେ ଦେଖା ପାଉଛନ୍ତି। ତାପରେ ସେମାନେ ବ୍ୟତିବ୍ୟସ୍ତ ହେବାରୁ ସେମାନେ ପୁଣି ଥରେ ଯୀଶୁଙ୍କୁ ସାଥିରେ ନେଇକି ଗଲେ। ଆଉ ନେଇକି ଗଲା ପରେ କଣ ହଉଛି ଆପଣ ଦେଖିବେ, 51 ପଦ ଆଉ 52 ପଦ ପଢନ୍ତୁ। ଲୁକ 2 ପର୍ବ 51-52। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ। ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କଲେ, ସେ 12 ବର୍ଷ ବୟସରୁ ବାହୁଡି ଆସିଲା ପରେ ସେ ନାଜରିତରେ ରହିଲେ। ସେ ରହିଲେ ସେଠି 12 ବର୍ଷରୁ ସେ 30 ବର୍ଷ ପର୍ଯ୍ୟନ୍ତ ସେ ନାଜରିତରେ ହିଁ ରହିଛନ୍ତି।